ସର୍ବପ୍ରଥମେ ପରମେଶ୍ୱରକୁ ଧନ୍ୟବାଦ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପରମେଶ୍ୱରଙ୍କ ବାକ୍ୟ କହିବା ପାଇଁ। ଆଜି ପଏଣ୍ଟ ଅଛି, 2 ନମ୍ବର ପଏଣ୍ଟ ଅଛି, ସେବକମାନ 2 ଗୁଣ ସମାଦର କରିବାର ଅଛି। ପ୍ରଥମ କରନ୍ତୀୟ 9:13-14। ଯେଉଁମାନେ ମନ୍ଦିରରେ ସେବା କରନ୍ତି ସେମାନେ ଯେ ମନ୍ଦିର ଖାଦ୍ୟ ପାଆନ୍ତି, ପୁଣି ଯେଉଁମାନେ ବେଦୀରେ ସେବା ନିବିଷ୍ଟ ରହନ୍ତି ସେମାନେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କ'ଣ ଜାଣନାହିଁ? ଯେଉଁମାନେ ମନ୍ଦିର ସେବା କରନ୍ତି ସେମାନେ ଯେ ମନ୍ଦିର ଖାଦ୍ୟ ପାଆନ୍ତି। ଯେଉଁମାନେ ମନ୍ଦିର ସେବା କରି ମନ୍ଦିର ସେମାନେ ଖାଦ୍ୟ ପାଆନ୍ତି। ଆଉ ଯେଉଁ ଦାସମାନେ ପ୍ରଭୁଙ୍କର ସେବା କ୍ଷେତ୍ର କରନ୍ତି, ମଣ୍ଡଳୀରେ ସେବା କରନ୍ତି, ସେମାନେ ବି ପାଇବାର ଆବଶ୍ୟକ। ଆଜି କ'ଣ କହୁଛନ୍? ଯେନ୍ ପ୍ରଭୁଙ୍କ ଇଏରେ ଯାହା ଚଢ଼ଉଛନ୍ତି, ପ୍ରଭୁଙ୍କ ଦାନ ଦେଉଛନ୍ତି, ଯାହା କିଛି ଦେଉଅଛନ୍ତି ସେଟା ପ୍ରଭୁଙ୍କ ଦାସମାନେ ପାଇବା ଯୋଗ୍ୟ। ଯେଉଁମାନେ ଏତେ ବୁଝ ପରିଶ୍ରମ କରିକି ସେବା କ୍ଷେତ୍ର କରୁଅଛନ୍ତି, ପୁଣି ଯେଉଁମାନେ ଯେ ମନ୍ଦିର ଖାଦ୍ୟ ପାଆନ୍ତି, ସେମାନେ ଯେ ମନ୍ଦିର ଖାଦ୍ୟ, ଯାହା ଯେ ମନ୍ଦିର ସେବାରେ ସେ ଖାଦ୍ୟ ପାଉଛି, ଆଜି ଯେଉଁମାନେ ମନ୍ଦିର ସେବାରେ ସେମାନେ ପାଇବାର ଆବଶ୍ୟକ। ତାପରେ କ'ଣ? ପୁଣି ଯେଉଁମାନେ ବେଦୀରେ ସେବାରେ ନିବିଷ୍ଟ ରହନ୍ତି ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି। ବେଦୀ ଯେଉଁମାନେ ପରମେଶ୍ୱର ଇଏରେ ଚାଲୁଛନ୍ତି, ଏହା କ'ଣ ଜାଣୁନାହିଁ? ଯାହାକି ଆମେ ଜାଣିଲେ ବି ଆଜି ପ୍ରଭୁଙ୍କ ଦାସମାନଙ୍କୁ ଆମେ ସେଇ ଭଳିଆ ଦେବାର ଅଛି, ସମସ୍ତେ ଜାଣନ୍ତୁ। ତାପରେ କ'ଣ କରି 14 ନମ୍ବରରେ, ସେହି ପ୍ରକାର ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ଯେ ସୁସମାଚାର ଜୀବିକା ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଛନ୍ତି। ଯେଉଁମାନେ ସୁସମାଚାର ପ୍ରଚାର ସୁସମାଚାର ବଞ୍ଚୁଛନ୍ତି, ଆଜି ଯେଉଁମାନେ ଆଜି ମଣ୍ଡଳୀରେ କି ଆଜି ବିଭିନ୍ନ ଜାତି ସୁସମାଚାର ତାଙ୍କ ଦ୍ୱାରା ଆଜି ଅନେକ ଲୋକ ଉଦ୍ଧାର ପାଉଅଛନ୍ତି, ସେଥିମାନେ ସେମାନଙ୍କୁ ଆମେ ସବୁଥିରେ ସାହାଯ୍ୟ କରିବାର ଅଛି, ସବୁ କିଛି ଜିନିଷରେ। ତାପରେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ପ୍ରଭୁ ଅଧିକ କ'ଣ କରିବେ? ସେହି ପ୍ରକାର ଯେଉଁମାନେ ସୁସମାଚାର ପ୍ରଚାର ସେମାନେ ଯେ ସୁସମାଚାର ଜୀବିକା ନିର୍ବାହ କରିବେ ବୋଲି ପ୍ରଭୁଙ୍କର ସୁସମାଚାର ଜୀବନ ଭରସା ରଖିକି ଆସୁଛନ୍ତି। କାହା ପାଇଁ ଆସୁଛନ୍ତି? ଯେଉଁମାନେ ଆଜି ସୁସମାଚାର ପ୍ରଚାର, ଗୋଟିଏ ପରିବାର, ଗୋଟିଏ ଭାଇକୁ, ଗୋଟିଏ ଭଉଣୀକୁ, ବାପା ମାଆକୁ ଯଦି ସୁସମାଚାର ଦେଉଛନ୍ତି, ଯଦି ସେ ସୁସମାଚାର ତା ପାଖକୁ ପହଞ୍ଚି ସେ କ'ଣ ଜୀବନ ପାଉଅଛି, ଯେନ୍ ସେ ବିନଷ୍ଟ ହେଲା ସେ ଜୀବନ ରଖିବ। ଯଦି ସେ ବଞ୍ଚୁଛି ଦେନ୍ କ'ଣ ସେ ସୁସମାଚାର ଦ୍ୱାରା ଯଦି ସେ ବଞ୍ଚୁଛି, ଯିଏ ତାହାକୁ ସୁସମାଚାର ଦ୍ୱାରା ତାକୁ ବି ପାଳନ କରିବାର ଅଛି, ଯାହାଦ୍ୱାରା ସୁସମାଚାର ଏହା ପ୍ରଭୁଙ୍କ ଆଦେଶ ଦେଇଅଛନ୍ତି। ବୋଲେ ପ୍ରଭୁ ଆଦେଶ ଦିଅନ୍ତି, ଯାହାକି ପ୍ରେରିତ ପାଉଲ ଯେମିତି ସେଇଭଳି ଆଜି ଯେଉଁମାନେ ପ୍ରଭୁଙ୍କର ସୁସମାଚାର ନେଇକି ଆସୁଛନ୍ତି, ଆଜି ପ୍ରଭୁଙ୍କ ଦାସମାନେ ଅଛନ୍ତି, ସେମାନଙ୍କୁ ଆପଣମାନେ ଯତ୍ନ ନେବାର ଅଛି, ସବୁଥିରେ ସାହାଯ୍ୟ କରିବାର ଅଛି। ହାଲେଲୁୟା। ତାପରେ ଆମେ ଦେଖିବା ଫିଲିପିଓ 2:29 କ'ଣ ଲେଖାଯାଇଛି? ଅତ ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର। ଆଉ ଏହି ପ୍ରକାର ବ୍ୟକ୍ତିମାନ ସମାଜର ଅତ ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର। ଯେଉଁମାନେ ପ୍ରଭୁଙ୍କ ନାମ ନେଇକି ଯିଏ ପ୍ରଭୁଙ୍କର ସୁସମାଚାର ନେଇକି ସେମାନେ ଆନନ୍ଦରେ ଗ୍ରହଣ କରିବାର ଅଛି। ଯାହା କିଛି ଅଳ୍ପ ଥାଉ ଆମେ ଦେବା। ଆମର ପାଖରେ ଯେମିତି ଆମେ ନିଜର ପରିବାରକୁ, ନିଜର ସନ୍ତାନମାନଙ୍କୁ ଆମେ ଯେମିତି ପୋଷୁଛୁ, ପାଳୁଛୁ, ସେଇଭଳିଆ ପ୍ରଭୁଙ୍କ ଦାସଙ୍କୁ ଅତିଥି ସମ୍ମାନ ଦେବାର ଅଛି। ଯାଇ ଆମେ ଚିନ୍ତା କର୍ମା, ଯେଉଁମାନେ ପରମେଶ୍ୱର ଜାଣି, ଯେତେବେଳେ ପରମେଶ୍ୱର ଜାଣିନାହିଁ ଯେତିକି ଆମ ପାଖକୁ କହୁନ ଅନେକ ଗୁରୁଜନ ମାନେ କି ଅନେକ ବାବା ମାନେ କି ବିଭିନ୍ନ ପ୍ରକାର ଆସୋସିଏସନ୍ କେତେ ସମ୍ମାନ ଦେଉଥାନା, ଆଜି ସେ ପ୍ରଭୁଙ୍କ ଦାସନ ଆମେ ସମ୍ମାନ ଦେଇପାରୁଛୁ କି? ସେ ପ୍ରଭୁଙ୍କ ଦାସନ ଆମେ ଆବଶ୍ୟକ ଜାଣିବାର ଅଛି, ତାହାଙ୍କ ବିଷୟରେ ଦେବାର ଅଛି। ତାପରେ ଯାଇ ପ୍ରଭୁ ଆଶୀର୍ବାଦ କ'ଣ କହିଲା? ଗ୍ରହଣ କର। ଆଉ ଏହି ପ୍ରକାର ବ୍ୟକ୍ତିମାନେ ସମାଜର ବୋଲେ ବହୁତ ସୁନ୍ଦର ଭାବରେ ସେମାନଙ୍କୁ ସାହାଯ୍ୟରେ, ଅତିଥିରେ, ପ୍ରଭୁଙ୍କ ଶିକ୍ଷା, ପ୍ରଭୁଙ୍କ ଇଏରେ ସେମାନେ ଶିଖିନ, ସେମାନେ ଯାହା ଆବଶ୍ୟକ ସମାଦର କରିବାର ଅଛି।
ଅଧିକ କହୁଛନ୍ତି ପାଣି ଗ୍ଲାସ୍ ପୁରସ୍କାର, ରାଇଟ୍ କଥା। କାରଣ ପାଣି ଖାଲି ପିଇବା, ଆଜି ପାଣି ସମସ୍ତେ ଦେଇପାରୁ, କାରଣ ତାକୁ ଖାଦ୍ୟରେ ପିଇବାରେ ସବୁଥିରେ। ଗୋଟେ ଗୋଟେ ଜାଗାକୁ ଯିବାର ହେଉଛି, ଅଧିକ କ'ଣ ଖାଲି ପାଣି ପିଇକି ଯାଉ କରୁଛନ୍ତି। ସେ ପ୍ରଭୁଙ୍କ ଦାସ କିଛି କିଛି ଜାଗାରେ ଦେଖୁଛି, ଆସିବେ ସେ ପ୍ରଭୁଙ୍କ ଦାସମାନେ 3 ଘଣ୍ଟା 4 ଘଣ୍ଟା ପ୍ରାର୍ଥନା କରିବେ, ବାକ୍ୟ ଦେବେ, ଶିକ୍ଷା ଦେବେ, ପ୍ରଚାର କରିବେ, ପାଣି ପିଇକି ଯାଅ। ଏଇଟା ସୁନ୍ଦର ନାହିଁ। ସେ ପରିଶ୍ରମ କରିକି ଆସିବେ, କେତେ କିଲୋମିଟର ଆସିଥିବେ ସେମାନେ ଜାଣନ୍ତି, ଆଉ ସେ ମଣ୍ଡଳୀ ସେ ପରିବାର ଜାଣୁଛନ୍ତି। ସେଥିଲାଗି କ'ଣ ତାହା ସମାଦର ବୋଲି କ'ଣ ତାଙ୍କର ଆବଶ୍ୟକ ଖାଇବା ପିଇବା ଦେଇକି ଛାଡ଼ିବାର ଅଛି, ଖାଦ୍ୟ ଦେଇକି, ତାପରେ ଯାଇକି ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରିବେ। ତାପରେ ଆଉ ଗୋଟେ ଦେଖିବା ଆମେ ପ୍ରଥମ ଥେସଲୋନିକେ 5:12-13, ପ୍ରଥମ ଥେସଲୋନିକେ 5:12-13। 5:12 କ'ଣ ଲେଖା ଅଛି? ହେ ଭାଇମାନେ, ଆମେ ତୁମମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ ଚେତନା ସ୍ୱରୂପ ନିଯୁକ୍ତ ହୋଇ ତୁମ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର। ହେ ଭାଇମାନେ, ଆମେମାନେ ତୁମମାନଙ୍କୁ ଅନୁରୋଧ କରୁ, ଯେଉଁମାନେ ତୁମମାନଙ୍କ ମଧ୍ୟରେ ପରିଶ୍ରମ ଓ ପ୍ରଭୁଙ୍କ ସେବାରେ ତୁମ ଚେତନା ସ୍ୱରୂପ ନିଯୁକ୍ତ ହୋଇ ତୁମ ଚେତନା ଦିନ ସେମାନଙ୍କୁ ମାନ୍ୟ କର। ଯେଉଁମାନେ ପ୍ରଭୁଙ୍କ ଇଏରେ ପରିଶ୍ରମ କରିକି ତୁମମାନଙ୍କୁ ଶିକ୍ଷା ଦେଉଅଛନ୍ତି, କେତେ ପରିଶ୍ରମ କରିକି ଆସୁଛନ୍ତି, ସେମାନେ କ'ଣ କଲା? ସେମାନଙ୍କୁ ମାନ୍ୟ କର, ବୋଲେ ସମ୍ମାନ ମାନ୍ୟ। ଖାଲି ଗୋଟିଏ ବସିବା ଲାଗି ଭଲ କଥା ନାହିଁ, ଖାଲି କଥାରେ ବହୁତ ସୁନ୍ଦର, କେବଳ ଗୋଟେ ପ୍ରଭୁଙ୍କ ଦାସ ଯେହେତୁ ଆସୁଛି, ତାହାକୁ ଆମେ ସବୁଥିରେ ସାହାଯ୍ୟ କରିବା ଅଛି, ସବୁଥିରେ। ଖାଲି ସମ୍ମାନ ତ ଭଲ, ସମ୍ମାନ କଥାରେ ବି ଅଛି, କେବଳ ଆମେ ଯେହେତୁ ତାର ଆବଶ୍ୟକ ପୂରଣ କର। ଗୋଟେ ଗୋଟେ ଜାଗାକୁ ଯିବାର ଅଛି, ପହଞ୍ଚିଲେ ବି ପାଣି ଗ୍ଲାସ୍ ବି ଦେଉନାହାନ୍ତି। ଆଜି ବହୁତ ବିଶ୍ୱାସନୀୟତା ଅଭାବ ଅଛି, ପାଣି ଗ୍ଲାସ୍ ମାଗିଲେ ଯାଇକି ଦେଇଛନ୍ତି। ପ୍ରଥମରେ ପହଞ୍ଚିଲେ ଗୋଟେ ଯାହା ଆସିବା ବସିବା ଲାଗି ସୁଯୋଗ ଦେବ, ତାପରେ ପାଣି ଟିକେ ଦେବ, ତାପରେ ଖାଦ୍ୟ ଟିକେ ଦେବାର ଚେଷ୍ଟା କରିବ। ଯଦି ସେ ପ୍ରଭୁଙ୍କ ଦାସ ଯଦି ଯଦି ପାଣି ଗ୍ଲାସ୍ ଦିଅ, ତାପରେ ଯଦି ସେ ପ୍ରଭୁଙ୍କ ଦାସ ନାହିଁ ବୋଲେ, ତାପରେ ପ୍ରାର୍ଥନା ଯେମିତି ସରି ସାରିବା, ତାପରେ ଖାଇବାକୁ ମୁଠାରେ ଦେଇକି ଛାଡ଼, ତାପରେ ଯାଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରିବେ। ତାପରେ କ'ଣ କହୁଛି? ପୁଣି ପ୍ରଥମ ଥେସଲୋନିକେ 5:13 କ'ଣ? ପୁଣି ସେମାନଙ୍କର କାର୍ଯ୍ୟ ସକାଶେ ସେମାନେ ପ୍ରେମରେ ଅତ୍ୟନ୍ତ ଆଦର ପର ସଙ୍ଗରେ ଶାନ୍ତିରେ ରୁହ। କ'ଣ କହିଲା? ପୁଣି ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅନନ୍ତ ଆଦର, ପ୍ରେମରେ ଯାହା କିଛି ଦେରୁ ପ୍ରେମ ଆଦରରେ। ଅଧେ କହୁଛନ୍ ଏମାନେ ଖାଲି ଖାଇବା ଲାଗି ଆସୁଛନ୍, ଏମାନଙ୍କ କାମ ନାହିଁ, ଧନ୍ଦା ନାହିଁ, ଖାଇବା ଲାଗି। ଏମିତିକି ଯଦି ଦେଉଛ, ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଇବ ନାହିଁ। ଯଦି ପ୍ରଭୁଙ୍କ ଦାସ ଯେତେବେଳେ ପାଦ ପକାଉଛି ତୁମର ଘରେ, କେବଳ ଗୋଟେ ଆଶୀର୍ବାଦ ଆସୁଅଛି। ଯେ ଗୋଟିଏ ବାକ୍ୟ କହିବା ଦ୍ୱାରା, କି ପ୍ରାର୍ଥନା ଟିକେ କଲେ କେବଳ ଆଶୀର୍ବାଦ ଆସୁଅଛି। ମୋତେ ବହୁତ ଦୁଃଖ ଲାଗ୍ସି, ମୁଇଁ ପ୍ରଭୁଙ୍କର ସେବା କ୍ଷେତ୍ର କରୁଛି, ମୋର ପାଖକୁ ଗୋଟେ ପ୍ରଭୁଙ୍କ ଦାସ ଯଦି ମୋର ଘରକୁ ଆସି, ବହୁତ ଖୁସି ହେଇସି। ମୁଇଁ ଡାକ୍ସି, ପୁଣି ଚିନ୍ତା କରିଛି, ଯେହେତୁ ଆଜି ମୋର ପରିବାରରେ ମୋର ବାପା ଭାଇ ଭଉଣୀ କେହି ପ୍ରଭୁକୁ ଜାଣିନାହାନ୍ତି, ସେଥିପାଇଁ କାହାକୁ ଡାକି ପାରୁନାହିଁ। ଜବରଦସ୍ତ ମୁଁ ଚାହେଁଛି ମୋର ଘରକୁ ପ୍ରଭୁଙ୍କ ଦାସମାନେ ଆସୁ, 5 ମିନିଟ୍ ଅଧା ଘଣ୍ଟା ବସିକି ଯାଉ, ତାହେଲେ ମୋର ବହୁତ ଖୁସି ଲାଗ୍ସି। ଯାହାକି ମୋର ଗ୍ରହକୁ ଯେତିକି ଗୋଟେ ଆସୁଛନ୍, ମୋର ପରିବାର, ମୋର ପଡ଼ୋଶୀ ଲୋକ ଜାଣିବେ, ଯାହା ହଉ ଗୋଟେ ପ୍ରଭୁଙ୍କ ଦାସ ଆଜି କେତେ ସୁନ୍ଦର ଶିକ୍ଷା ଦେଉଛି। ତାର ପ୍ରେମରେ ଅନନ୍ତ ଆଦର, ପର ସଙ୍ଗରେ ପରସ୍ପର, ଯାହାକି ଆମେ ଯେମିତି ଗୋଟେ ପରିବାର ଗୋଟେ ଶାନ୍ତିରେ ରହିବାର ଚାହୁଁଛୁ। ଗୋଟେ ପରିବାରରେ, ଗୋଟେ ଆମର ଫ୍ୟାମିଲିରେ, ସେଇଭଳି ପ୍ରଭୁଙ୍କର ପରିବାର, ପ୍ରଭୁଙ୍କ ଦାସମାନଙ୍କ ସହିତ ବି ଆମେ ମିଳିମିଶିକି ଶାନ୍ତି ଆଦରରେ, ଯେମିତି ନିଜ ଉପରେ ଯେତିକି ପ୍ରେମ କରୁ, ନିଜ ପୁଅ ଝିଅ ଲାଗି, ଦିନେ ଆମର ପୁଅ ଝିଅ ଶାନ୍ତିରେ ରହୁ, ଖୁସିରେ ରହୁ, ଆଶୀର୍ବାଦରେ ରହୁ, ଆମେ ବି ସେଇଭଳି ପ୍ରଭୁଙ୍କ ଦାସମାନଙ୍କ ଲାଗି କରିବାର ଅଛି।
ତାପରେ ଯାଇକି ପ୍ରଭୁ ଆମକୁ ଆଶୀର୍ବାଦ କରିବେ। এই ଛତିଆ ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରି ଚାଲନ୍ତୁ। ହାଲେଲୁୟା। ଧନ୍ୟବାଦ ଯୀଶୁ ପ୍ରଭୁ, এই ସୁନ୍ଦର ବାକ୍ୟ ପ୍ରଭୁ, এই ବାକ୍ୟ ପ୍ରଭୁ ତୁମରି ଦାସମାନଙ୍କୁ ପ୍ରଭୁ ସମ୍ମାନ ଦେବା ଲାଗି ଆଦର ଦ୍ୱାରା ସାହାଯ୍ୟ ପା। এই ବାକ୍ୟ ମାନ ଲୋକମାନଙ୍କୁ ପ୍ରଭୁ ଆତ୍ମିକରେ କରିବା ତୁମେ ସାହା। ଧନ୍ୟବାଦ ପ୍ରଭୁ। ପ୍ରାର୍ଥନା ଶୁଣି ପ୍ରାର୍ଥନା ପ୍ରଭୁ ଯୀଶୁ, ଆମେନ୍।